ତ ହ୍ୟାଲୋ ସାଙ୍ଗମାନେ, ଆଜି ମୋର ଯିବାର ଥିଲା ଗୋଟେ ଜାଗାକୁ। ତ ଆପଣମାନେ ଭିଡ଼ିଓ ଏଣ୍ଡ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ ଆମେ ସବୁ କୁଆଡ଼େ ଯାଇଥିଲୁ। ଡେରି ନକରି ଆମେ ସାଙ୍ଗେ ସାଙ୍ଗେ ବାହାରିକି ପଳେଇ ଯାଇଥିଲୁ। ଆଉ ସେ ଜାଗାର ଏଣ୍ଟ୍ରି ଥିଲା, ଦେଖନ୍ତୁ ଏଇଟା। ଫାଷ୍ଟ ଯାତ୍ରା ପେଣ୍ଡାଲ ସେଠି ପଡ଼ିଯାଇଥିଲା। ଦେନ୍ ଆମେ ସେଠୁ ପଳେଇଥିଲୁ ମନ୍ଦିର ଦର୍ଶନ କରିବା ପାଇଁ। ସେଠି ଥିଲେ ବରୁଣେଶ୍ୱର ମହାପ୍ରଭୁ। ପ୍ରଥମେ ଆମେ ତାଙ୍କୁ ଦର୍ଶନ କରିଦେଇଥିଲୁ। ସେ ଯେଉଁ ବାବା ବରୁଣେଶ୍ୱର ଥିଲେ ସେ ପାଣି ଭିତରେ ହିଁ ବିରାଜମାନ କରିଥିଲେ। এই ଫଟୋରୁ ଆପଣ ଜାଣିପାରୁଥିବେ କି କେବଳ ନାଗଦେବତା ହିଁ ଦେଖାଯାଉଥିଲେ, ବାବା ଦେଖାଯାଉନଥିଲେ। ଏହା ଥିଲା ତାଙ୍କର ଅପୂର୍ବ ଲୀଳା। ବରୁଣେଶ୍ୱର ଠାକୁରଙ୍କ ନାମରେ ଏହି ମେଳାର ନାମ କରାଯାଇଛି। ତ ତାପରେ ସେଠି ପାଖରେ ଥିବା ଯେଉଁ ରାମ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର ମଧ୍ୟ ଆମେ ଦର୍ଶନ କରିଦେଇଥିଲୁ। ଦେଖିପାରୁଥିବେ ଏଇଟା ହେଉଛି ଜଗନ୍ନାଥ ମନ୍ଦିର, ବହୁତ ହି ସୁନ୍ଦର ହେଇଥିଲା। ତାପରେ ଆମେ ରାମ ମନ୍ଦିରକୁ ଯାଇଥିଲୁ। ଏଇ ମନ୍ଦିର ମଧ୍ୟ ବହୁତ ସୁନ୍ଦର ହେଇଥିଲା। ତ ବରୁଣେଶ୍ୱର ମନ୍ଦିରର ଫ୍ରଣ୍ଟ ଥିଲା ହେଉଛି ଏଇଟା। ତ ତାପରେ ଆମକୁ ଜୋରେ ଭୋକ ଲାଗିଥିଲା, ଆମେ ସେଠି ଯାଇକି ଚାଟ୍ ଆଉ ଦୋସା ଖାଇ ଦେଇଥିଲୁ। ତାପରେ ଆମେ ଯାଇକି ପଟାଟୋ ସ୍କୋରଲ ଖାଇଥିଲୁ। ଆର ଟେଷ୍ଟ ବହୁତ ହି ଫାଲତୁ ଥିଲା। ତାପରେ ଆମେ ଯାଇ ଗୋଳା ମିକ୍ସଚର ଖାଇ ଦେଇଥିଲୁ ପାଟି ଠିକ୍ କରିବା ପାଇଁ। ତାପରେ ଆମେ ଘରକୁ ଫେରି ଆସିଥିଲୁ। ଦେଖନ୍ତୁ ଏମାନେ ତ ମୋ ବାଟକୁ ସବୁବେଳେ ଚାହିଁକି ବସିଥାନ୍ତି, କିଏ ଚାହୁଁ ତ ନ ଚାହୁଁ। ମୁଁ ଯେଉଁଠି ଯାଇଥିଲି ସେଟା ହେଉଛି ଯାଜପୁରର ସବୁଠାରୁ ପ୍ରସିଦ୍ଧ ମେଳା। ଆଉ କେଉଁ ମେଳା ମୋତେ କମେଣ୍ଟରେ ଜଣାନ୍ତୁ।